ଭାରତର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ 44 ରନ୍ରେ ପରାସ୍ତ କରିଛି ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି 9 ୱିକେଟ୍ ହରାଇ 249 ରନ୍ କରିଥିଲା। 250 ରନ୍ ବିଜୟକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ୍ ହରାଇ 205 ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି, ଯାହାଫଳରେ କି ଭାରତକୁ 44 ରନ୍ର ବଡ଼ ବୃହତ୍ ବିଜୟ ମିଳିଛି ଚମ୍ପିଅନ୍ସ ଟ୍ରଫିରେ ପ୍ରଥମ ଥର ପାଇଁ। ଏବେ ଆସନ୍ତୁ ନ୍ୟୁଜିଲାଣ୍ଡର ବ୍ୟାଟିଂ ଉପରେ ନଜର ପକାଇବା। ୟଙ୍ଗ 35 ବଲ୍ ଖେଳି 22 ରନ୍, ସଚିନ ରବୀନ୍ଦ୍ର 12 ବଲ୍ ଖେଳି 6 ରନ୍, କେନ୍ ୱିଲସନ୍ 120 ବଲ୍ ଖେଳି 81 ରନ୍, ମିଚେଲ୍ 35 ବଲ୍ ଖେଳି 17 ରନ୍ ଓ ଲାଥନ୍ 20 ବଲ୍ ଖେଳି 14 ରନ୍ କରି ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ୍ ହରାଇ 205 ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି। ଭାରତର ଦମଦାର ବୋଲିଂ। ନ୍ୟୁଜିଲାଣ୍ଡ 17 ରନ୍ କରି ଗୋଟିଏ ୱିକେଟ୍ରେ ହରାଇଥିଲା ବେଳେ 49 ରନ୍ରେ ଦ୍ୱିତୀୟ ୱିକେଟ୍, 43 ରନ୍ରେ ତୃତୀୟ ୱିକେଟ୍, 133 ରନ୍ରେ 4ଟି ୱିକେଟ୍, 151 ରନ୍ରେ 5ଟି ୱିକେଟ୍, 159 ରନ୍ରେ 6ଟି ୱିକେଟ୍, 169 ରନ୍ରେ 7ଟି ୱିକେଟ୍, 195 ରନ୍ରେ 8ଟି ୱିକେଟ୍, 146 ରନ୍ରେ 9ଟି ୱିକେଟ୍, 205 ରନ୍ରେ ଅଲ୍ ଆଉଟ୍ ହୋଇଥିଲା ନ୍ୟୁଜିଲାଣ୍ଡ। ଭାରତ ପକ୍ଷରୁ ମହମ୍ମଦ ସାମି 4 ଓଭର ବୋଲିଂ କରି 15 ରନ୍, ହାର୍ଦ୍ଦିକ ପାଣ୍ଡ୍ୟା 4 ଓଭର ବୋଲିଂ କରି 22 ରନ୍ ଦେଇ ଗୋଟିଏ ୱିକେଟ୍, ଅକ୍ଷର ପଟେଲ 10 ଓଭର ବୋଲିଂ କରି 32 ରନ୍ ଦେଇ ଗୋଟିଏ ୱିକେଟ୍, ବରୁଣ ଚକ୍ରବର୍ତ୍ତୀ 10 ଓଭର ବୋଲିଂ କରି 42 ରନ୍ ଦେଇ 5ଟି ୱିକେଟ୍ ନେଇଥିଲେ। କୁଲଦୀପ ଯାଦବ 9 ଓଭର 3ଟି ବଲ୍ ବୋଲିଂ କରି 56 ରନ୍ ଦେଇ 2ଟି ୱିକେଟ୍ ନେଇଥିଲେ। ସେହିପରି ରବୀନ୍ଦ୍ର ଜାଡେଜା 8 ଓଭର ବୋଲିଂ କରି 36 ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲା, ଯାହାଫଳରେ କି ଭାରତ ଏହି ମ୍ୟାଚ୍କୁ ବିଜୟୀ ହୋଇଥିଲା।